जय श्री जगन्नाथ भाई माने सर्वप्रथम गुरुदेव गणपति और जगदम्बा को प्रणाम करी ମୁଁ ମୋର ଆଜିର ବାସ୍ତୁ ସେସନ ଆରମ୍ଭ କରୁଛି। ବାସ୍ତୁ ସେସନ ର କ୍ରମରେ ଆମର ଏଇଟା ଥିଲା ଅଷ୍ଟଦିଗ ଦୋଷ ବା 16 ଜୋନ ର ଯୋଉ ଦୋଷ ଗୁଡାକ ରହୁଛି ତାରି ବିଷୟରେ ଆମେ ଆଲୋଚନା କରୁଥିଲେ ଏବଂ ଅଲରେଡି ଆମେ ଚାରିଟା ଡିରେକ୍ସନ କମ୍ପ୍ଲିଟ କରିଦେଇଛେ। ପୂର୍ବ, ଆଗ୍ନେୟ, ଆଜି ଆମେ ଜାଣିବା ପଶ୍ଚିମ ଦିଗର ଦୋଷ। ଏବଂ ଏଇ ଯୋଉ ଦୋଷ ଗୁଡାକ ମୁଁ କହୁଛି ସେଇ ଦୋଷ ଗୁଡାକ ଜେନେରାଲି ପରିଲକ୍ଷିତ ହୁଏ ଏବଂ ସ୍ଥାନ କାଳ ପାତ୍ର ବିଶେଷରେ ଭଲସେ ଜୋନ୍ ଭେରିଫାଇ କରିସାରିଲା ପରେ ହିଁ କୌଣସି କନକ୍ଲୁଜନରେ ଏଇ ଦୋଷ ଗୁଡିକ ପରିଲକ୍ଷିତ କରାଯାଏ। ନାଇଁ କି ହଠାତ୍ ଗଲି ଦେଖିଲି ଏଇଟା ସୂର୍ଯ୍ୟ ଏଇଠି ଉଦୟ ହଉଛନ୍ତି, ପଶ୍ଚିମ ଏଇଠି, ପୂର୍ବ ଏଇଠି, ପ୍ଲଟ କୁ କିଛି ଭେରିଫାଇ କରିନି ଆଉ କହିଦେଲି, ରିମେଡି ଦେଇ ପଳେଇ ଆସି କଲରେ ହିଁ ଜଣା ପଡିବ। ତେଣୁ ଜେନେରାଲି ପଶ୍ଚିମ ଦିଗ, ସୂର୍ଯ୍ୟ ଏଠି ଅସ୍ତ ଯାଆନ୍ତି, ପଶ୍ଚିମ ଦିଗର ଅ, ଇଏ ହଉଛନ୍ତି ମାନେ ଗ୍ରହ ହିସାବରେ ଶନି ମହାରାଜ ଏବଂ ପଶ୍ଚିମ ଦିଗରେ ଦିଗପାଳ ଅଧିପତି ହଉଛନ୍ତି ବରୁଣ ଦେବ। ତ ଆପଣମାନେ ଅନେକ ମନ୍ଦିର ଯାଇଥିବେ, ଜଗନ୍ନାଥ ମନ୍ଦିର ଯାଆନ୍ତୁ, ଯେକୌଣସି ମନ୍ଦିର ଯାଆନ୍ତୁ, ଆପଣମାନେ ଅନୁଭବ କରିଥିବେ ଯେ ଜେନେରାଲି ପ୍ରାୟ ମନ୍ଦିର ର ପଶ୍ଚିମ ଦିଗରେ ବା ବ୍ରହ୍ମ ସ୍ଥାନରେ ଦେବତା ବସିଛନ୍ତି ଏବଂ ପଶ୍ଚିମ ଦିଗଟା ଏଥିପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଏଇଥିପାଇଁ ଏଇ ଜୋନରୁ ଆମେ ଲାଭ ଆଉ କ୍ଷତି ଦେଖୁ। ଆମର ଯୋଉ ପଇସା ଆସିବାର ମାର୍ଗ, ପଇସା ସାଉଥ ଇଷ୍ଟ ରୁ ହିଁ ଆସେ, କିନ୍ତୁ ଆକ୍ଚୁଆଲି ଯୋଉ ପଇସା ଆସିକି ଘରେ ଷ୍ଟୋର ଏବଂ ସେଭ୍ ହୁଏ ସେଇଟା ଆମର ୱେଷ୍ଟ ଡିରେକ୍ସନ ଉପରେ ନିର୍ଭର କରେ। ଏବଂ ଘରର ସବୁତିକ ମାନ ଯଶ ଯାହା ଆମେ ଅର୍ଜନ କରୁ, କଣ ପଇସା ଅର୍ଜନ କରୁ, ମାନ ଯଶ ଅର୍ଜନ କରୁ, ଠିକ? ଏବଂ ଏଇ ଜିନିଷ ମାନେ ୱେଷ୍ଟ ୱେଷ୍ଟ ଜାଗାରେ ବହୁତ ପ୍ରକାର ଜିନିଷ ଷ୍ଟୋର କରାଯାଏ। ଷ୍ଟୋର ଇନ ଦ୍ୟାଟ କଣ୍ଟେକ୍ସଟ ମୁଁ କଣ କହିବି, ମାନେ ଦେଖନ୍ତୁ କୌଣସି ଲୋକ ବିଦ୍ୟା ପଢୁଛି ସେ ଯଦି ବହିରେ ଖାଲି ପଢିକିନା ରହିଗଲା ତାହେଲେ ସେଇଟା ପୋଥିଗତ ବିଦ୍ୟା ପରହସ୍ତ ଧନ, ସେ କୌଣସି କାମକୁ ଲାଗେନି। ପଢିଲା, ପଢାଟା ବହିରେ ରହିଗଲା, ପଢାଟା ସିନା ଯଦି ମୁଣ୍ଡକୁ ଆସନ୍ତା ତାହେଲେ ସେଇଟା ପଢାକୁ ପଢା ବୋଲି କୁହାଯାନ୍ତା। ମୋର କହିବାର ତାତ୍ପର୍ଯ୍ୟ ଏଇଆ ଯେ କୌଣସି ଜିନିଷ ଆମେ ପଢିଲେ ଯେତିକି ଆମର ମନେ ରହିଲା ସେଇଟା ହେଲା ପାଠ, କାରଣ ସେଇଗୁଟାକୁ ବେସିସ୍ ଉପରେ ଆମେ ଏକ୍ଜାମରେ ଲେଖୁ ଏବଂ ତା ଉପରେ ହିଁ ଆମେ ଯୋଉ ମୁଣ୍ଡରେ ରହିଲା ତାକୁ କୁହାଗଲା ଅର୍ଜନ। ତେଣୁ ଯେ ପ୍ରକାରର ଅର୍ଜନ ଅଛି, ଚାହେ ବିଦ୍ୟାଠୁ ଆରମ୍ଭ କରି ଧନ ପର୍ଯ୍ୟନ୍ତ, ମାନଠୁ ଆରମ୍ଭ କରି ଯଶ ପର୍ଯ୍ୟନ୍ତ, ସବୁ ନିର୍ଭର କରେ ଏଇ ୱେଷ୍ଟ ଜୋନ ଉପରେ। ତେଣୁ ଯଦି ୱେଷ୍ଟ ଜୋନରେ ପ୍ରୋବ୍ଲେମ ଥାଏ ତାହେଲେ କୋଉ କୋଉ ଦିଗ ପ୍ରତି ପ୍ରୋବ୍ଲେମ ଆସେ, ଧନ, ମାନ, ଯଶ, ବିଦ୍ୟା, ଏଇ ଅର୍ଜନ କରିବାରେ ପ୍ରୋବ୍ଲେମ ଆସେ। ଏଇଟା ହେଲେ ଗୋଟେ ମୌଳିକ ଜ୍ଞାନ। ଏବେ ଆମେ ଟିକେ ଭଲସେ ତାକୁ ଏକ୍ସପ୍ଲେନ କରିବା। ଭାଇ, ଯଦି ଘରର ପଶ୍ଚିମ ଦିଗଟା ଢାଲୁ ହେଇକି ରହିଗଲା ତାହେଲେ ନିଶ୍ଚିତ ଭାବରେ ଧନହାନି ଏବଂ ଅପଯଶ ଦେବା କଥା ଦେବ। ଯଦି କୋଉ ଫ୍ୟାମିଲିକୁ ବାରମ୍ବାର ଅପଯଶ ଧନହାନିର ସମ୍ମୁଖୀନ ହେବାକୁ ପଡୁଥାଏ ତାହେଲେ ତାଙ୍କର ୱେଷ୍ଟ ଡିରେକ୍ସନରେ ପ୍ରୋବ୍ଲେମ ଅଛି ଏବଂ ତଥାପି ବି ଆପଣ ମାନେ ନର୍ଥ ଇଷ୍ଟ ଡିରେକ୍ସନ, ସାଉଥ ଇଷ୍ଟ ଡିରେକ୍ସନ ଆଗ୍ନେୟ କୋଣଟାକୁ ବି ଚେକ୍ କରିବେ। ଯଦି ଘରର ଠିକ ପଶ୍ଚିମ ଦିଗରେ ଅଗ୍ନି, ଚୁଲି, ଗ୍ୟାସ୍ ଏଟା ଆଜିକାଲି ରଖାଯାଉଛି, କାରଣ ସ୍ଥାନ ଅଭାବରୁ ସମସ୍ତଙ୍କୁ ବାସ୍ତୁର ନଲେଜ ନାହିଁ, ତାହେଲେ କଣ ହବ ନା ସେଇଟା ତମକୁ ରୋଗ ସୃଷ୍ଟି କରିଦବ। କୋଉ କୋଉ ନା ପିତ୍ତ ଜନିତ ଏବଂ ମଜ୍ଜା ଜନିତ ରୋଗ, ମାଂସ ପେଶୀ ଜନିତ ରୋଗ, ଏଇ ସବୁ ଜିନିଷ
ଲୋକମାନେ ଶିକାର ହେବା କଥା ହେବେ। ଏବଂ ଯଦି ପଶ୍ଚିମ ଦିଗର ଦ୍ୱାର ଅଛି, ମହାଦ୍ୱାର କାହାର ପଶ୍ଚିମ ଦିଗରେ ଅଛି ଏବଂ ଛୋଟ ଅଛି, ତାହେଲେ ଇଏ କଣ କରିବ ନା ଭବିଷ୍ୟତ ଅନ୍ଧାର କରିଦବ। ଗୃହକର୍ତ୍ତା ଯୋଉମାନେ ରହୁଛନ୍ତି ତାଙ୍କର ଭବିଷ୍ୟତ ଅନ୍ଧାର କରିଦବ। ପଶ୍ଚିମ ଦିଗରେ କିଛି ବି ଯଦି କାହାର ପଶ୍ଚିମ ମୁହାଁ ଘର ଅଛି ଏବଂ ତାର ଜୋନ୍ ଠିକ ଡିରେକ୍ସନ ରେ ନାହିଁ, ତାହେଲେ ବହୁତ ଅସୁବିଧା। ଜେନେରାଲି ଏଇ ପଶ୍ଚିମ ଦିଗଟା, ପ୍ରତ୍ୟେକ ଦିଗକୁ ତ ଭଲ ଭେରିଫାଇ କରିବାକୁ ପଡେ, କିନ୍ତୁ ପଶ୍ଚିମ ଦିଗର ଯଦି କାହାର ମହାଦ୍ୱାର ଅଛି ତାକୁ ବିଶେଷ ଭାବରେ ତାର ଜୋନ୍ 3 ଆଉ 4 ରେ ମହାଦ୍ୱାର କରିବା ଉଚିତ। ନହେଲେ ସେ କେବେ ବି ଅର୍ଥ ସମସ୍ୟାରୁ ମୁକୁଳି ପାରିବ ନାହିଁ ଏବଂ ସବୁବେଳେ ତା ଫ୍ୟାମିଲି ଉପରେ କୌଣସି ନା କୌଣସି କାରଣରୁ ଅପଯଶ ଲାଗି ରହିବ। ଯଦି ପଶ୍ଚିମ ଦିଗରେ ଜଳ ଘରରୁ ବାହାରକୁ ଯାଉଥିବ ନା, ଧର କାହାର ଘର ଉପରେ ଆପଣଙ୍କର ଲେଟ୍ ସେ ପାଇପ୍ ଅଛି, ବର୍ଷା ଜଳ ପଶ୍ଚିମ ପଟେ ପଡିକି ଘରୁ ବାହାରକୁ ଯାଉଛି, ତାହେଲେ ତମେ ଜାଣ ତମର ମାନ ଯଶ, ବର୍ଷା ପ୍ରାୟ 4 ମାସ ହୁଏ ବା 3 ମାସ ହୁଏ, ସବୁ ବୋହିକି ନେଇଯାଉଛି। କୋଉ ବାଟେ ନବ ନା ତମକୁ ରୋଗ ଦବ, ପିତ୍ତ ଜନିତ ରୋଗ ଦବ, ମଜ୍ଜା ଜନିତ ରୋଗ ଦବ, ନହେଲେ ଘରର ପ୍ରାୟ ଲୋକଙ୍କୁ ଜର ରୋଗ ହବ, ଏଇଭଳିଆ ହବ। ଯଦି ଆଉ ସେମାନେ ଯୋଉ ଯୋଉ ଭଳିଆ ରୋଗରେ ସେମାନେ ସବୁ ପ୍ରୋବ୍ଲେମ ଇଏ କରନ୍ତି, ମାନେ ଯୋଉ ଭଳିଆ ରୋଗ ହବ ସେଟା ଏତେ ଇଜିଲି ଭଲ ହବନି, କଣ୍ଟିନ୍ୟୁଅସଲି ରୋଗଟା ତାକୁ ଲାଗି ରହିବ, ଯେତେ ମେଡିସିନ ଖାଇଲେ ବି ଭଲ ହବନି। କାହିଁକି? ମାନେ ବହୁତ କଷ୍ଟରେ ଭଲ ହବ। କାହିଁକି? ନା ସେଟା ଅର୍ଜନର ଦିଗ। ତମେ ଯଦି ଭଲ ଯୋଉ ମାନେ ପଶ୍ଚିମ ଦିଗକୁ ଠିକ ସେ କରିକି ରଖିଛ, ଯୋଉ ଭଲ ଜିନିଷ ସେଟା ଆସିବ ସେଟା ବି ସ୍ଥାୟୀ ହବ। ଯଦି କୌଣସି ଖରାପ ଜୋନ ହେଇକି ଅଛି, ତାହେଲେ ସେ ଖରାପ ଜିନିଷଟା ବି ଆସିଲେ ସେଟା ବି ସ୍ଥାୟୀ ହବ, ମାନେ ଲାଗିକିନା ରହିବ। ତେଣୁ ପଶ୍ଚିମ ଦିଗରେ ଯଦି କୌଣସି ପ୍ରକାରର ପ୍ରୋବ୍ଲେମ ରହିଲା, ତାହେଲେ ନିଶ୍ଚିତ ଭାବରେ ସିଏ ତମକୁ ଯଶ ଏବଂ ବିଦ୍ୟା ଯୋଉଗୁଡାକୁ ଅର୍ଜନ କରିକି ରଖିଲେ ମଣିଷର ଉନ୍ନତି ମଣିଷ ପ୍ରୋବ୍ଲେମ ଫେସ୍ କରିବାରୁ ଦୂରରେ ରହେ, କାରଣ ସେଇ ଉପରେ ବେଶ କରିକି ମଣିଷ ତାର ଡେଲି ଲାଇଭଲିହୁଡ ଚଲେଇବ ନା ଭାଇ। ଯଦି ସେଇ ଜିନିଷ ଗୁଡାକ ତା ମଣିଷ ପାଖରେ ନାହିଁ, ତାହେଲେ ମଣିଷର ଜୀବନ ଦୁର୍ବିଷହ ହେଇଯିବ। କାହାକୁ ଆଜିକାଲି ଯୁଗରେ ଧନ ଦରକାରନି, ମାନ ଦରକାରନି, ଯଶ ଦରକାରନି, ଅର୍ଜନ ଦରକାରନି। ଗୋଟେ ଛୋଟ ଛୁଆ ପାଠ ପଢୁଛି ତାକୁ ବିଦ୍ୟା ଦରକାର, ଧନ ଦରକାର। ତେଣୁ ଆକୁ ମୁଁ ଅଧିକା ଫେଣଉନି। ଏଇ 4ଟା ଜିନିଷ ମେନ୍ ହେଲା ଇଏ। ଆଚ୍ଛା, ଆପଣ ମାନେ ଜାଣିଥିବେ ଯେ କାଳପୁରୁଷ କୁଣ୍ଡଳୀରେ ଶନି ମହାରାଜ ଆମର 10 ଆଉ 11 ଘରକୁ ରୁଲ କରନ୍ତି। ସେଟାକୁ କର୍ମ ଏବଂ ଇଚ୍ଛା ପୂର୍ତ୍ତିର ଘର କୁହାଯାଏ। କର୍ମ ମାଧ୍ୟମରେ ଇଚ୍ଛା ପୂର୍ତ୍ତି। ଯଦି କର୍ମ ଘରକୁ ଲଗ୍ନ କରାଯାଏ, ତାହେଲେ ଏକାଦଶ ଘର ହବ ତାର ଆୟ ବା ଧନ ଲାଭ, କର୍ମ ମାଧ୍ୟମରେ ଧନ ପ୍ରାପ୍ତି ବା ଇଚ୍ଛା ପୂର୍ତ୍ତି। ଏବଂ ନୈସର୍ଗିକ ଗୁଣ ଶନିଙ୍କର କଣ ନା ଦୁର୍ଭାଗ୍ୟ, କଷ୍ଟ, ପୀଡା। ତେଣୁ ଯଦି ୱେଷ୍ଟ ଡିରେକ୍ସନ ଖରାପ ହେଲା, ତାହେଲେ ଶନିଙ୍କ ପ୍ରକୋପ ପଡିବ। ତମେ କହିବ ମୋର ଶନି ମହାଦଶା ଚାଲିଛି, ଆକ୍ଚୁଆଲି ସେଇଟା ନୁହଁ। ଆକ୍ଚୁଆଲି ତମ ୱେଷ୍ଟ ଡିରେକ୍ସନ କୁ ଖରାପ କରିକି ରଖିଛ। ତମର ଶନି ଯେତେ ଭଲରେ ଥାନ୍ତୁ, ତମର ଯଦି ୱେଷ୍ଟ ଡିରେକ୍ସନ ଖରାପ କରିକି ରଖିଛ, ତାହେଲେ ତୁମେ ପ୍ରୋବ୍ଲେମ ଫେସ୍ କରିବ ହିଁ କରିବ ବାସ୍ତୁ ହିସାବରେ। ଏବଂ ୱେଷ୍ଟ ଯେହେତୁ ଶନି ନ୍ୟାୟର ଦେବତା, ତମକୁ ଗଭର୍ଣମେଣ୍ଟ ତରଫରୁ ମଧ୍ୟ ମାନେ କୋର୍ଟ କେସ୍ ର ସମ୍ମୁଖୀନ ହେବାକୁ ପଡିପାରେ ଅଯଥା କାରଣରୁ। ଏଇଟା ହେଲା ମୋର ମେନ୍ ଗୋଟେ ଓଭରଭ୍ୟୁ। ତାହେଲେ ଏବେ ଯୋଉ ପଶ୍ଚିମ ଦିଗର ଦୋଷ ଗୁଡାକ ରହିଲା, ତାକୁ କେମିତି ଆମେ ନିବାରଣ କରିପାରିବା? ଦେଖନ୍ତୁ, ପଶ୍ଚିମ ଦିଗର ଦିଗପାଳ ହଉଛନ୍ତି ବରୁଣ। ସେଠି ଆମେ ବରୁଣ ଯନ୍ତ୍ର ଲଗେଇ ପାରିବା। ବରୁଣ ହଉଛନ୍ତି ମାନେ ଜଳର ଦେବତା ବା ସମୁଦ୍ର ଯେତେ ଅଛି ସବୁ ତାର ଦେବତା। ଆମେ ଦେବତାଙ୍କ ଉପାସନା ହିସାବରେ ଶନି ମହାରାଜଙ୍କର ବ୍ରତ କରିପାରିବା ଏବଂ ଶନି ମନ୍ଦିର ଦର୍ଶନ କରିପାରିବା, ଅଥବା ଶନିବାର ଦିନ ଶନିଙ୍କ ବୀଜ ମନ୍ତ୍ର ଜପ କରିପାରିବା। ଆଉ ମାନେ ଶନିଙ୍କର ଯେତିକି ସ୍ତୋତ୍ର ବା ତାଙ୍କର ଯନ୍ତ୍ର ସ୍ଥାପନ ବି କରିପାରିବା।
ଆଉ ପଶ୍ଚିମ ଦିଗରେ ଆମେ ଭାରି ଗଛ, ହେଭି ବାଲା ଗଛ ଲଗେଇ ପାରିବା, ଯୋଉଟା କି ଘରର ଇମିଡିଏଟ ଭିତରର ପାଚେରୀ ଭିତରେ ନ ହେଇଥିବା ଦରକାର। ଠିକ ଅଛି ନା? ଏଇ ସବୁ ଜିନିଷ ଆମେ କରିପାରିବା। ତାପରେ ଏଇ ଯୋଉ ରିମେଡି ଟା ମୁଁ କହୁଛି, ଏଇ ରିମେଡି ଟା କୋଉ ବହିରେ ଆପଣ ମାନେ ପାଇବେନି। ତମ କୁଣ୍ଡଲି ହିସାବରେ, ମାନେ ଗୃହକର୍ତ୍ତାଙ୍କ କୁଣ୍ଡଲି ହିସାବରେ ଶନିଶ୍ଚର ମହାରାଜଙ୍କର ଯଦି କୌଣସି ପ୍ରୋବ୍ଲେମ ଆସେ ପଶ୍ଚିମ ଦିଗରୁ, ତାହେଲେ ଆପଣ ମାନେ ଜାଣିଥିବେ ଯେ ହନୁମାନ ଚାଳିଶା ପାଠ କରିବା ଦ୍ଵାରା ବା ପଞ୍ଚମୁଖୀ ହନୁମାନଙ୍କର ବିଗ୍ରହ ସ୍ଥାପନ କରିବା ଦ୍ଵାରା ସେ ମଧ୍ୟ ଦୂରୀକରଣ ହେବ। ତାର କୌଣସି ସମସ୍ୟା, ତାର ସମସ୍ୟାର ନିଶ୍ଚିତ ଭାବରେ ସୁଫଳ ଆମେ ପ୍ରାପ୍ତ କରିପାରିବା, ସମସ୍ୟାରୁ ବାହାରି ପାରିବା। ତେଣୁ ଆମକୁ ବାସ୍ତୁର ନଲେଜ ରଖିବା ଦରକାର। ଏବଂ ପଶ୍ଚିମ ଦିଗରେ ଯଦି କୌଣସି ଆମକୁ ଏଇଭଳିଆ ଆମ ଫ୍ୟାମିଲିରେ ଯୋଉ ସିମ୍ପଟମ୍ସ କହିଲି, ସେ ସିମ୍ପଟମ୍ସ ଆସୁଛି, ଆମ ପଶ୍ଚିମ ଦିଗକୁ ଗୋଟେ ଭଲ ବାସ୍ତୁବିଦଙ୍କୁ ଡାକି ଭେରିଫାଏ କରିବା ଦରକାର। ଏବଂ ତତ୍ ସହିତ ତାଙ୍କର ରିମେଡି ଜାଣିବା ଦରକାର। ଏବଂ ମୁଁ କିଛିଟା ଛୋଟ ମୋଟ ଯୋଉ ରିମେଡି କହିଲି, ଯଦି ଆପଣଙ୍କ ପାଖରେ କିଛି ସଂସାଧନ ନାହିଁ, ଆପଣ ସେତିକି ମଧ୍ୟ କରିଲେ ଆଦରୁ ସୁଫଳ ପାଇପାରିବେ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।